भद्रक सहर में व्यवसाय कर जीवन बिताउथुवा हजार हजार व्यवसायी को सरकार थैतान नकरी जोर जबरदस्त उच्छेद करिवार 5 मास होइतिले मध्य अद्यावधि सेमानकु थैतान न करिवारु तार प्रतिवाद करी पूर्व सांबादिक सम्मेलन जरिया जणाइथिबा बणिक संघ को भद्रकर समस्त व्यवसायी संघ समर्थन करी पाखापाखि 2000 व्यवसायी माने गांधी पड़ियारू एक पदयात्रा बाहर करी जिलापाल कार्यालय पहुंची विक्षोभ प्रदर्शन करने सह कार्यालय घेराव करथिले। आज कार्यक्रम में हजार हजार व्यवसायी माने जोगदेवा सह मान्यवर सुप्रीमकोर्ट निर्देश को अवमानना करी थैतान पूर्व व्यवसायी को उच्छेद करा जाइथिबारु 7 दफा दाबी नहीं जिलापाल को भेटिथिले। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ କୃଷକ ସାମୁଖ୍ୟର ସଭାପତି ପ୍ରଫୁଲ୍ଲ ସାମଲଙ୍କ ସହ ବଣିକ ସଂଘ ସଭାପତି ହାଜି ଅବଦୁଲ ବାରିଙ୍କ ସହ ଅଧିବକ୍ତା ଦିବ୍ୟ ସିଂ ନାୟକ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତିଙ୍କୁ ଭେଟି 7 ଦଫା ଦାବି ଜଣାଇବା ସହ କିଛି ସମୟ ଧରି ଆଲୋଚନା ମଧ୍ୟ ହୋଇଥିଲା। ନିଜେ ଅତିରିକ୍ତ ଜିଲ୍ଲାପାଳ ବିକ୍ଷୋଭସ୍ଥଳକୁ ଆସି ବିକ୍ଷୋଭକାରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ବ୍ୟବସାୟୀ ସଂଘଙ୍କ ସହ ସମସ୍ତ ସଂଘଙ୍କ ପରାମର୍ଶ କ୍ରମେ ଏକ ତାରିଖ ଧାର୍ଯ୍ୟ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ଏବଂ କିଛି ବ୍ୟବସାୟୀଙ୍କୁ କ୍ଷତିପୂରଣ ବାବଦରେ 15,000 ଟଙ୍କା ଦିଆଯାଇଛି ଏବଂ ଯାହାକୁ ଚିହ୍ନଟ କରାଯାଇଛି ସେମାନଙ୍କୁ ମଧ୍ୟ ଯୋଗାଇ ଦିଆଯିବ। ତେବେ ବଣିକ ସଂଘ ସହ ସମସ୍ତ ସହଯୋଗ କରୁଥିବା ବ୍ୟବସାୟୀ ସଂଘ ମଧ୍ୟ ଜିଲ୍ଲା ପ୍ରଶାସନର କଥାକୁ ସମ୍ମାନ ଦେଇଥିଲେ ଏବଂ ପରବର୍ତ୍ତୀ ତାରିଖକୁ ଅପେକ୍ଷା କରିବା ନେଇ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ପୂର୍ବରୁ ମୋଚି ଛକରୁ ମା ଭଦ୍ରକାଳୀ ରାସ୍ତା ପାଇଁ ପୌରପାଳିକାର ହର୍ନିପ୍ ମାର୍କେଟକୁ ଭଙ୍ଗାଯାଇଥିବା ବେଳେ ସେତେବେଳର ଜିଲ୍ଲାପାଳ ମଧ୍ୟ ତାଙ୍କ କଥା ରଖିନଥିଲେ କି ଅଦ୍ୟାବଧି ଥଇଥାନ ମଧ୍ୟ ହୋଇପାରିନାହାନ୍ତି ହନି ମାର୍କେଟର ବ୍ୟବସାୟୀମାନେ, ଯାହାଫଳରେ ନିଜ ଗୁଜୁରାଣ ମେଣ୍ଟାଇବା ଅସମ୍ଭବ ହୋଇଯାଇଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହନି ମାର୍କେଟକୁ ନିଜେ ଶ୍ରମମନ୍ତ୍ରୀ ଥିବାବେଳେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍ଘାଟନ କରିଥିଲେ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାହା ଜବରଦଖଲ ଦର୍ଶାଇ ଭଙ୍ଗା ଯାଇଥିଲା, ଯାହା ଦୁର୍ଭାଗ୍ୟର ବିଷୟ। କିନ୍ତୁ ଆଜି ପୁଣି ନିଜେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବଣିକ ସଂଘକୁ ନେଇ ନିଜେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ବୋଲି କହିଛନ୍ତି। ଆଜି ଭଦ୍ରକର ସବୁ ବ୍ୟବସାୟୀ ମାନେ ସବୁ ଅଞ୍ଚଳରୁ ଆସିଥିଲେ ଗୋଟେ ଆନ୍ଦୋଳନ କରିବା ପାଇଁ ବା ନିଜର ଆମର 7 ଦଫା ଦାବି ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ। ଆପଣମାନେ ଦେଖିଛନ୍ତି ପ୍ରାୟ ସବୁ ଅଞ୍ଚଳରୁ ବହୁ ସଂଖ୍ୟକ ବ୍ୟବସାୟୀ ଆସିଥିଲେ। ଆଜି ଆମେ ଦାବିପତ୍ର ପ୍ରଦାନ କଲୁ। ଜିଲ୍ଲାପାଳ ଆମର 7ଗୋଟି ଦାବି ବିଷୟରେ ଆଲୋଚନା ମଧ୍ୟ କଲେ। ଯେଉଁ 7ଟି ଦାବି ଆମର ତାର ମୁଖ୍ୟ ରହୁଛି ଯେଉଁ ଦୋକାନ ଗୁଡ଼ିକୁ ଭାଙ୍ଗି ଦିଆଯାଇଛି ତାଙ୍କୁ ଖୁବ୍ ଶୀଘ୍ର ଥଇଥାନ କରାଯାଉ, ଆଗାମୀ ଦିନରେ ଥଇଥାନ ନ କରି କୌଣସି ଦୋକାନ ଭଙ୍ଗା ନ ଯାଉ। ତୃତୀୟ ହେଲା ଯେ ଭଦ୍ରକର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍ ପ୍ରସ୍ତୁତ କରାଯାଉ, ଯେଉଁଥିରେ କି ଛୋଟ ଛୋଟ ଦୋକାନୀମାନଙ୍କୁ ଥଇଥାନ କରାଯାଉ। ଚତୁର୍ଥ ଦାବି ହେଲା ଯେ ଆମର ଯେଉଁ ଦୋକାନୀମାନଙ୍କର ଦୋକାନ ଭାଙ୍ଗି ଦିଆଯାଇଛି ସେମାନେ ଯେଉଁ ଜିନିଷପତ୍ର ନେଇକି କେମିତି ଭାବରେ ଅଛନ୍ତି, ଋଣଗ୍ରସ୍ତ, ଚାପଗ୍ରସ୍ତ, ବ୍ୟାଙ୍କ ଋଣ ଏସବୁରେ ରହିଛନ୍ତି, ତେଣୁ ସେମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଉ। ପଞ୍ଚମ ଦାବି ହେଲା ଯେ ଭଦ୍ରକ ସହରରେ ବିଭିନ୍ନ ରାସ୍ତାକଡ଼ର ବିଭିନ୍ନ ଅଞ୍ଚଳରେ ସରକାରୀ ବିଭାଗର ଅନେକ କିସମର ଜାଗା ରହିଛି, ସେ ସବୁ ଜାଗାର ଲିଷ୍ଟ ଆଉ ସେ ଅଞ୍ଚଳରେ କିଭଳି ଭାବରେ ମାର୍କେଟ କମ୍ପ୍ଲେକ୍ସ ଗଢ଼ି ତୋଳିବ, କେଉଁ ଡିପାର୍ଟମେଣ୍ଟ ନାଁରେ ଟ୍ରାନ୍ସଫର କଲେ ଗଢ଼ା ଯାଇପାରିବ, ସେ ବିଷୟରେ ସେ ଦୃଢ଼ ନିଷ୍ପତ୍ତି ସେ ମଙ୍ଗଳବାର ଦିନ ନିଷ୍ପତ୍ତି ନିଆଯିବ, ଯାହାଦ୍ୱାରା କି ଭଦ୍ରକର ସବୁ ଅଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ ଗଢ଼ିବା ପାଇଁ ଯେଉଁ ଆବଶ୍ୟକତା ରହିଛି ସେଟାର ଆମକୁ ଗୋଟେ ତାର ବ୍ଲୁପ୍ରିଣ୍ଟ ବା ରୂପରେଖ ଆମେ ସେଦିନ ପ୍ରସ୍ତୁତ କରିବୁ। ମୁଁ ପିତ୍ତବାସ ବହଳି ହନିଫ୍ ମାର୍କେଟର ଆମର ଦୋକାନ ଗୁର ଦେଖନ୍ତୁ, ଆମର ହେଉଛି ଦୀର୍ଘ 17 ମାସ ହେଇଗଲା ଆମର ଭଙ୍ଗା ହେଇଛି। ଏଟା ତ ଏବେ 4 ମାସ ହେବ ଭଙ୍ଗା ହେଇଛି, କିନ୍ତୁ ଆମର 17 ମାସ ହେଇଗଲା। ଆମକୁ ପ୍ରଥମେ ରାସ୍ତା ପ୍ରଶସ୍ତୀକରଣ ନାଁରେ କହିକି ଚଉଡ଼ା କରାଇଦେଲେ, କିନ୍ତୁ ଯେଉଁ ଜାଗାରେ ଭାଙ୍ଗିବା କଥା ଭାଙ୍ଗିଲେନି। ଆମକୁ ଏଟା ଗୋଟେ ପାତର ଅନ୍ତର କଲା ଭଳିଆ କରିକି ଭାଙ୍ଗିଛନ୍ତି। ଯଦି ବି ଭାଙ୍ଗିଲେ ସେ ଜାଗାର ବର୍ତ୍ତମାନ କିଛି ଗୋଟେ ହେଇପାରିଥାନ୍ତା ବୋଲା, ବର୍ତ୍ତମାନ ସେ ଜାଗାଟା ବର୍ତ୍ତମାନ ଟୋଟାଲ ନାଳ ନର୍ଦ୍ଦମାରେ ପରିପୂର୍ଣ୍ଣ। 17 ମାସ ହେଇଗଲା। ଆମକୁ ଯେତିକି ବେଳେ ପୂର୍ବତନ ଜିଲ୍ଲାପାଳ ଥିଲେ ବଳିରାମ ବନ୍ଦର ସାର୍, ସିଏ ଆମକୁ ସମୟ ଦେଇଥିଲେ, କହିଲେ ମୁଁ ତୁମକୁ 4 ମାସ ଭିତରେ ଘର ଦେବି। 4 ମାସରୁ ଆଜି ଆସିକି 17 ମାସ ହେଇଗଲା। ଆମେ ୟା ଭିତରେ ବହୁତ ଥର ଦେଖା କରିସାରିଛୁ, ଚେୟାରମ୍ୟାନଙ୍କୁ ଦେଖା କରିସାରିଛୁ, ମ୍ୟୁନିସିପାଲିଟି ଅଫିସରଙ୍କୁ ଦେଖା କରିସାରିଛୁ, ସବ୍ କଲେକ୍ଟରଙ୍କୁ ଦେଖା କରିସାରିଛୁ। ବର୍ତ୍ତମାନ କେହି ଆମକୁ ଧରାଛୁଆଁ ଦେଉନାହାନ୍ତି। ସବ୍ କଲେକ୍ଟରଙ୍କ କତିକି ଗଲାବେଳକୁ ସିଏ କହୁଛନ୍ତି ଏ କାମ ମୋର ନୁହେଁ, ତହସିଲଦାରଙ୍କ କତିକି ଯାଅ। ତହସିଲଦାରଙ୍କ କତିକି ଗଲାବେଳକୁ ତହସିଲଦାର କହୁଛନ୍ତି ମୁଁ ବର୍ତ୍ତମାନ ମାଜିଷ୍ଟ୍ରେଟ୍ ପାୱାର ଅଛି, ମୋର କାମ ହେଲା ଭାଙ୍ଗିବା କାମ, ମୁଁ ଦେଇପାରିବିନି। ତେଣୁ ଆମେ ସବୁଆଡ଼େ ବର୍ତ୍ତମାନ ନିରାଶ ହେଇଛୁ। ଆଜି ଯେତେବେଳେ ବଣିକ ସଂଘ ଟୋଟାଲ ଡାକରା ଦେଇଥିଲା ହେଉଛି ଆଜି ସହଯୋଗ କରିବା ପାଇଁ, ଆମେ ଆସିକି ତାଙ୍କୁ ସହଯୋଗ କରୁଛୁ। ଆମର ବର୍ତ୍ତମାନ ଯେଉଁ 34ଟା ଦୋକାନ ଅଛନ୍ତି, ବର୍ତ୍ତମାନ ଟୋଟାଲ ସେ ଯେତେ ଦୁଃଖ କଷ୍ଟରେ ଚଳୁଛନ୍ତି ତାର ନ କହିବା ଭଲ। କେହି ବର୍ତ୍ତମାନ ଆମ କଥା କେହି ଶୁଣୁନାହାନ୍ତି। ଆମେ ତାପରେ ଜବରଦଖଲ ନଥିଲୁ,
जबरदखल को उठेल दूसरा कथा आम जबरदखल नथिलु आम म्युनिसिपालिटी आम घर देता आम म्युनिसिपालिटी एग्रीमेंट करथिला तापर प्रफुल्ल सामल से श्रम मंत्री थिला बेले आमर से मार्केट उद्घाटन करथिले जदि सेटा जबरदखल थिला ताने मंत्री खोद मंत्री केमिति से मार्केट उद्घाटन करथिले देखा जाऊ आम तो भावुँ बर्तमान जमी सनी देओल जमी दामिनी फिल्म तारीख पे तारीख कहते ये बर्तमान मत लगुच केवल प्रतिश्रुति आउ कि नुहे आम भावुँ से कहीं ना आम ताई कागजपत्र थी जबरदखल न थी म्युनिसिपालिटी की होल्डिंग टैक्स आमर यूजर फी सबू देकी आमर एपर्यंत घर जो पाऊनु जबरदखल वाला भी कहते आम भी पाइमु कौन केते दूर सत आम जापारूँ किंतु देखा जाऊ कौन होची आज आमर तो बणिक संघ 5000 भाया लोक आसछंती देखा जाऊ कौन होची आंदोलन तो निहाती जारी रखिबु ना आमर यदि पिला छुआ भासी जाउछन भूक उपासरे मरछु आम सब पाठशाठ बुढ़ा पिला आमर बयस है आम बर्तमान किसी काम कर परिमुनु आम काम कर परिमुनु किछि डिस्कसन है आलोचना है जो मैंने नेता श्रेणी आसी नेतृत्व नहीं नेतृत्व एवं परिशेष में आमर फैसला है कि आम 5 दिन भितर गोटे दिन फिक्स करूँ जो दिन लीडर मैंने आसवे आम आमर कौन प्लान भिविडली बतैबू कहबू पूरा पुंखानुपुंख भाव में आलोचना एवं तापर मतामत कौन आम नबू एवं जनइबू जे आगामी दिन में आमर कार्यक्रम कौ भाव में जीव केते दिन भितर सर तुरंत सहायता आम अलरेडी 15,000 टका जो स्ट्रीट वेंडर थे दिखाई जो मैंने कि डे टू डे ये बहुत कष्ट चलती दिखाई बणिक कहले ठीक अच्छे आम गोटे डिस्कसन करवा डिस्कसन पर आलोचना पर्यालोचना बाहर रास्ता भद्रकରୁ सुब्रकांत राउतरायଙ୍କ रिपोर्ट एवान ओडिशा।